ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଏକ ନୂଆ ଭିଡିଓ। ଦର୍ଶକ ବନ୍ଧୁ, ସୁଭୋଦୟ ଯୋଜନାରେ ପଞ୍ଚମ କିସ୍ତି ଯେଉଁମାନେ ପାଇବା ପାଇଁ ଯାଉଥିଲେ ତ ସେମାନଙ୍କର ଅଲରେଡି ତାଙ୍କ ଲିଷ୍ଟ ଆସିଯାଇଛି। ତ ଆପଣମାନେ କେମିତି ଭାବେ ନିଜ ମୋବାଇଲରେ ଆପଣ ଚେକ୍ କରିପାରିବେ ଏବଂ ଆପଣଙ୍କ ନିଜ ନିଜ ନାମ ଆପଣ କେମିତି ଭାବେ ଚେକ୍ କରିପାରିବେ ଏବଂ ଯଦି ଆପଣ ଷ୍ଟାଟସ ଚେକ୍ କରିବା ପାଇଁ ଯାଉଛନ୍ତି ସୁଭୋଦୟ ଯୋଜନାରେ କେମିତି ଭାବରେ ଆପଣ ଚେକ୍ କରିପାରିବେ ତ ସେଇ ଦୁଇ ଜିନିଷ ମୁଁ ଆଜି ଭିଡିଓ ମଧ୍ୟ ଆପଣଙ୍କୁ ଜଣାଇବା ପାଇଁ ଯାଉଛି। ତା ପୂର୍ବରୁ ଯଦି ଆପଣ ଭିଡିଓରେ ନୂଆ ଅଛନ୍ତି ଭିଡିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଜମା ବି ଭୁଲନ୍ତୁନି। ଯଦି ଆପଣମାନେ ଆମ ଫେସବୁକ୍ ପେଜକୁ ଫଲୋ କରୁଛନ୍ତି ତାହେଲେ ଆମ ଫେସବୁକ୍ ପେଜର ନାଁ ହେଉଛି ଲିକୁନ ଏକ୍ସପ୍ରେସ। ସେଠି ମଧ୍ୟ ଯାଇକି ଆପଣମାନେ ଫଲୋ କରିପାରିବେ ଏବଂ ସେଥିରେ ମଧ୍ୟ ଆମର ଗଭର୍ଣ୍ଣମେଣ୍ଟ ଇନଫର୍ମେସନ ଭିଡିଓ ପକାଯାଉଛି। ତ ଯାହାକୁ ଡେରି କରି ଆଜି ଭିଡିଓ ଷ୍ଟାର୍ଟ କରିବା ଆପଣ କେମିତି ଭାବେ ନିଜ ମୋବାଇଲରେ ଆପଣମାନେ ଚେକ୍ କରିପାରିବେ କି ଆପଣଙ୍କ ସୁଭୋଦୟ ହିତାଧିକାରୀ ତାଲିକା ଏବଂ ଷ୍ଟାଟସ କେମିତି ଭାବେ ଚେକ୍ କରିବେ। ପ୍ରଥମେ ମୁଁ ଆପଣଙ୍କୁ କହୁଛି, ଦେଖନ୍ତୁ ଷ୍ଟାଟସ କିଭଳି ଆପଣ ଚେକ୍ କରିବେ। କେମିତି କରିବେ ନା ଆପଣ ଯେକୌଣସି ବ୍ରାଉଜରକୁ ସୁଭୋଦୟ ଯୋଜନା ସର୍ଚ୍ଚ କରିବେ। ସର୍ଚ୍ଚ କରିସାରିଲା ପରେ ପ୍ରଥମ ଯେଉଁ ୱେବସାଇଟ୍ ଅଛି ସୁଭୋଦୟ ଯୋଜନା ଲେଖା ହେଇଛି ସେଇଟା ଆପଣ କ୍ଲିକ୍ କରିବେ। ତ କ୍ଲିକ୍ କରିସାରିଲା ପରେ ଆପଣଙ୍କର ଯଦି ଆବେଦନ ସ୍ଥିତି ଅଛି ସେ ଆବେଦନ ସ୍ଥିତି ଉପରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣଙ୍କର ଏଠି ବାହାରି ଆସିବ ଆପଣଙ୍କର ମାନେ ଆଧାର କାର୍ଡ କିଭଳି ଭାବେ ଅଛି। ଏଇଟା ଗୋଟେ କଣ ଅଛି, ଏଇଟା ଗୋଟେ ବ୍ୟାକ୍ କରିଦେଉଛି ଏଇଟା। ତ ଏଠି ଓକେ କରିବେ। ଏଇ ଜିନିଷ କଣ ମୁଁ ଆପଣଙ୍କୁ ପଛରେ ଜଣାଇଦେବି। ତାପରେ କଣ କରିବେ ନା ଏଇଠି ଆପଣଙ୍କର ଆଧାର ନମ୍ବର ଅଛି। ସେ ଆଧାର ନମ୍ବରଟାରେ ଆପଣ ନିଜ ନିଜ ଆଧାର କାର୍ଡ ନମ୍ବର ଦେବେ। ତ ସେଥିରେ ଥିବା ଆପଣଙ୍କର ଯୋଉ ଆଧାର ସହିତ ଯୋଉ ମୋବାଇଲ ନମ୍ବରଟି ଆପଣଙ୍କର ଆଟାଚ ଥିବ ସେ ମୋବାଇଲ ନମ୍ବରକୁ ଆପଣଙ୍କର ଓଟିପି ଯିବ। ସେ ଓଟିପି ଗଲା ପରେ ଆପଣ ଏଠି ଓଟିପି ଦେଇକି ଆପଣ ଏଠି ଲଗ୍ଇନ୍ କରିପାରିବେ ଏବଂ ନିଜ ନିଜ ଷ୍ଟାଟସ ଆପଣ ଆକ୍ଟିଭ କରିପାରିବେ। ତ ଏଇଟା ହଉଛି ଆପଣଙ୍କର ଷ୍ଟାଟସ କୋଉ ଭଳିଆ ଅଛି ଆପଣ ସେଟା ଦେଖିପାରିବେ। ତାପରେ ଏବେ କଣ ଅଛି ନା ଆପଣ କେମିତି ଭାବରେ ନିଜ ନିଜର ମାନେ ଅଛି ଆପଣଙ୍କ ଯୋଉ ହିତାଧିକାରୀଙ୍କ ଲିଷ୍ଟ ଅଛି ସେଟା ଆପଣ କେମିତି ଭାବରେ ଚେକ୍ କରିପାରିବେ। ତ ପ୍ରଥମେ ଆପଣ କଣ କରିବେ, ପୁଣି ସେଇଭଳି ଭାବରେ ଆପଣ ଯେକୌଣସି ବ୍ରାଉଜରକୁ ପଳେଇବେ, ସୁଭୋଦୟ ଯୋଜନା ସର୍ଚ୍ଚ କରିବେ। ସୁଭୋଦୟ ସର୍ଚ୍ଚ କରିସାରିଲା ପରେ ପୁଣି ସେ ସୁଭୋଦୟ ଯୋଜନା ସର୍ଚ୍ଚ କରିବେ। ହାଲକା ସ୍କ୍ରୋଲ କରିସାରିଲା ପରେ ଦେଖନ୍ତୁ ଏଠି ଆପଣଙ୍କୁ ଲେଖା ହେଇଛି ହିତାଧିକାରୀ ତାଲିକା ଅଛି। ଏଠି ହିତାଧିକାରୀ ତାଲିକା ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣଙ୍କ ଏଠି ଦେଖନ୍ତୁ ଆସିଲା ହିତାଧିକାରୀ ତାଲିକା ଏବଂ ଅସ୍ଥାୟୀ ହିତାଧିକାରୀ ତାଲିକା। ଏହି ହିତାଧିକାରୀ ତାଲିକା ଉପରେ କ୍ଲିକ୍ କରିବେ। ସେଠି ଆପଣଙ୍କର ତିନିଟା ଜିନିଷ ମାଗୁଛି, ଜିଲ୍ଲା, ବ୍ଲକ ଏବଂ ଗ୍ରାମ ପଞ୍ଚାୟତ। ଏଇ ତିନିଟାକୁ ଆପଣ ଭଲ ଭାବରେ ଯେମିତି ଭାବେ ଭରିଥିଲେ ସେମିତି ଭାବେ ଭରିଦେବେ। ଯେକୌଣସି ଜିଲ୍ଲା ଆପଣ ଯୋଉ ଜିଲ୍ଲାରେ ବିଲଙ୍ଗସ୍ କରୁଥିବେ ସେଇ ଜିଲ୍ଲାରେ ଆପଣଙ୍କୁ ଦବା ପାଇଁ ପଡିବ ଏବଂ ଆପଣଙ୍କର ପଞ୍ଚାୟତ ଯାହା ଭିତରେ ସେଇଟା ଆପଣଙ୍କୁ ଏଠି ଦବା ପାଇଁ ପଡିବ। ତାପରେ କଣ କରିବେ, ଦେଖନ୍ତୁ ଉପରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣଙ୍କୁ ଏଠି ଦେଖନ୍ତୁ ଅନୁମୋଦିତ ତାଲିକା ଏବଂ ପ୍ରତ୍ୟକ୍ଷ ତାଲିକା ଦୁଇଟା ଜିନିଷ ଚାଲି ଆଉଛି। ସେଇ ଅନୁମୋଦିତ ତାଲିକା ଉପରେ କ୍ଲିକ୍ କଲା ପରେ ଆପଣଙ୍କ ଗୋଟେ ପିଡିଏଫ ଆସିବ। ପିଡିଏଫ ଡାଉନଲୋଡ ହେଇଯିବ। ସେଟାକୁ ଓପନ କଲା ପରେ ଆପଣ ଏଠି ନିଜ ନିଜ ଲିଷ୍ଟ ଆପଣମାନେ ସବୁ ଟୋଟାଲ ଡିଟେଲ୍ସ ଚେକ୍ କରିପାରିବେ। ଦେଖନ୍ତୁ ଏଇଟା ଆପଣଙ୍କର ଲେଖା ହେଇଛି କି ଗ୍ରାମ ପଞ୍ଚାୟତ ସିରିଏଲ ନମ୍ବର ଲେଖା ହେଇଛି, ଗ୍ରାମ ପଞ୍ଚାୟତ ଲେଖା ହେଇଛି, ଭିଲେଜ ନେମ୍ ଲେଖା ହେଇଛି, ଏପ୍ଲିକେଣ୍ଟ ଆଇଡି ଲେଖା ହେଇଛି, ଏପ୍ଲିକେଣ୍ଟଙ୍କ ନେମ୍ ଲେଖା ହେଇଛି ଏବଂ ଫାଦର ବା ହଜବେଣ୍ଡ ଅଛି ସେମାନଙ୍କର ଆପଣଙ୍କର ଏଠି ଜିନିଷ ଲେଖା ହେଇଛି। ତ ଏଇଭଳି ଭାବରେ ଆପଣମାନେ ନିଜ ନିଜ ମୋବାଇଲରେ ଆପଣମାନେ ଚେକ୍ କରିପାରିବେ କି ଆପଣମାନଙ୍କର ନାମ ଲିଷ୍ଟ ଅଛି ନାହିଁ ଏବଂ ଆପଣମାନଙ୍କର ଯୋଉ ସୁଭୋଦୟ ଯୋଜନାରେ ଆପଣ ଟଙ୍କା ପାଇବେ କି ନାହିଁ ପଞ୍ଚମ କିସ୍ତି। ଠିକ ଅଛି, ଏଇଭଳି ଭାବରେ ଆପଣ ନିଜ ମୋବାଇଲ ଚେକ୍ କରନ୍ତୁ ଏବଂ ଆପଣଙ୍କର ସୁଭୋଦୟ ଯୋଜନା ଯାହା ବି ଡାଉଟ ଥିବ ମୋତେ କମେଣ୍ଟ ମାଧ୍ୟମରେ ଜଣାଇ ପାରିବେ। ମୁଁ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ଜଣାଇଦେବି। ଆଶା କରିବି କି ଭିଡ଼ିଓ ଆପଣଙ୍କୁ ବହୁତ ଭଲ ଲାଗିଥିବ। ଯଦି ଭିଡ଼ିଓ ଭଲ ଲାଗିଥିବ ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ, ପାଖରେ ଥିବା ବେଲ୍ ଆଇକନକୁ ଅଲ୍ ସେଟ୍ କରିଦେବେ, କାହିଁକିନା ଆମେ ଯାହା ବି ନୂଆ ନୂଆ ଇନଫର୍ମେସନ ଭିଡ଼ିଓ ପକେଇ ପାରୁଛୁ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଆଜି ପାଇଁ ରହୁଛି ଆଜ୍ଞା, ଧନ୍ୟବାଦ।